ଅତି ଗୁରୁତ୍ୱପୂର୍ଣ୍ଣ। ଠାକୁରଙ୍କର ଜୀବନୀ କି ଆଲୋଚନା ପର୍ଯ୍ୟାଲୋଚନା କରିକି ଯାହା ଦେଖାଗଲା, ଠାକୁର ସୋ କଲ୍ଡ ଗୁରୁଙ୍କ ଭଳି କୌଣସି ତାତ୍ତ୍ୱିକତା କଥା ବେଶୀ କହିନାହାନ୍ତି। ତାଙ୍କ ଆଇଡିଓଲୋଜିକୁ ଯଦି ଆନାଲିସିସ୍ କରାଯାଏ ତାହେଲେ ପାଖାପାଖି 70%ରୁ ଉର୍ଦ୍ଧ୍ୱ ତାଙ୍କର ଆଇଡିଓଲୋଜି କେବଳ ବ୍ୟବହାରିକ ଜ୍ଞାନକୁ ନେଇକି, କେଉଁଥିରେ ବ୍ୟକ୍ତିଗତ ଜୀବନ ସୁନ୍ଦର ହେବ, ସାର୍ଥକ ହେବ, ଦାମ୍ପତ୍ୟ ଜୀବନ, ପାରିବାରିକ ଜୀବନ, এই ଜୀବନ କେମିତି ସୁନ୍ଦର ହେବ, ଶୃଙ୍ଖଳିତ ହେବ, ଆକୁ ହିଁ ବେସ୍ କରିକି ଠାକୁରଙ୍କର ଯାହା କିଛି କଥା ଅଛି। ତାଙ୍କ ପାଖକୁ ତତ୍କାଳୀନ ଅବସ୍ଥାରେ ବହୁ ପ୍ରତିଷ୍ଠିତ ଲୋକ ତାଙ୍କ ପାଖକୁ ଆସିଛନ୍ତି। ମନ ଭିତରେ ଗୋଟେ ପ୍ରଶ୍ନ ନେଇକି ଆମେ ଯେକୌଣସି ବାବାଙ୍କ କତିକି ଯାଉଛୁ, କେତେ ତତ୍ତ୍ୱ ଦର୍ଶନ ସହତତ୍ତ୍ୱ ଭେଦ କେତେ କଥା ସେମାନେ କହୁଛନ୍ତି, କିନ୍ତୁ ଠାକୁରଙ୍କ ପାଖକୁ ଆସିଲେ ଏ ସାଧା କଥା ଗୁଡ଼ା କହୁଛନ୍ତି, ଘର ସଂସାରର କଥା କହୁଛନ୍ତି। এটা କାହିଁକି? ଆର ଉତ୍ତର ବହୁତ ଲମ୍ବା। ସର୍ଟକଟ୍ରେ ପଣ୍ଡିତ ହେଉଛନ୍ତି ସତ୍ସଙ୍ଗର ପୂର୍ବତନ ପ୍ରେସିଡେଣ୍ଟ ଗୁରୁପ୍ରସନ୍ନ ଭଟ୍ଟାଚାର୍ଯ୍ୟ, ବୈଜ୍ଞାନିକ କୃଷ୍ଣଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କର ଜ୍ୟେଷ୍ଠ ପୁତ୍ର, ଆଜୀବନ ଆଶ୍ରମବାସୀ, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦାଙ୍କର ଆଶୀର୍ବାଦରେ ଦୀର୍ଘ 40 ବର୍ଷରୁ ଉର୍ଦ୍ଧ୍ୱ ବଡ଼ ନାଟ ମଣ୍ଡପରେ ଠାକୁରଙ୍କର ମଙ୍ଗଳାବାଣୀ ପାଠ କରିଛନ୍ତି। ଅସାଧାରଣ ସ୍ମୃତି ଶକ୍ତିର ଅଧିକାରୀ, ପ୍ରଚଣ୍ଡ ଜ୍ଞାନୀ। ସେଇ କଥାକୁ ଗୋଟେ ସର୍ଟରେ ବୁଝେଇ ଦେଲେ। ଠାକୁର ଏବଂ ସୋ କଲ୍ଡ ଗୁରୁ, ତାଙ୍କ ଭିତରେ ଅନେକ ପ୍ରଭେଦ ଅଛି, କିନ୍ତୁ ଗୋଟିଏ କମନ ପ୍ରଭେଦ ଅଛି, ଯୋଉଟା କି ଯେକୌଣସି ଲୋକ ଦେଖିପାରିବ, ବୁଝିପାରିବ, ସେ ଦୀକ୍ଷା ନେଇଥାଉ ବା ନ ନେଇଥାଉ। ନା ସେଇ ପ୍ରଭେଦଟା ହେଉଛି କୌଣସି ଏକ ଆତ୍ମଘୋଷିତ ଭଗବାନ ବା ସୋ କଲ୍ଡ ଗୁରୁଙ୍କ ପାଖକୁ ଯେତେବେଳେ ମଣିଷ ଯିବ, ସେତେବେଳେ ଆରମ୍ଭରୁ କିଛିଟା ଚମକ ଦେଖିବ, କିଛିଟା ଚମତ୍କାର ଦେଖିବ ଏବଂ ଟିକେ ସ୍ତମ୍ଭୀଭୂତ ହେବ ଏବଂ ମନେ ମନେ ଭାବି ନେବ ଏ ବହୁତ ବଡ଼ ସାଧକ, ଭଗବାନଙ୍କର ଅବତାର, এইଭଳି କିଛି ଭାବି ନେବ ପ୍ରଥମରୁ। ସେଇ ଲୋକ ଯଦି ଠାକୁରଙ୍କ ପାଖକୁ ଆସେ, ସେ ପ୍ରଥମରୁ କିଛି ବୁଝିପାରିବ ନାହିଁ। ସେ ଭାବିବ ମୁଁ ଯେମିତି ମଣିଷ, ଇଏ ବି ସେମିତି ଗୋଟିଏ ମଣିଷ, ଆଠାରୁ ସେ ଅଧିକ କିଛି ଭାବିପାରିବ ନାହିଁ। ମନେ କରାଯାଉ ଗୋଟେ ଲୋକ କୌଣସି ଗୁରୁଙ୍କ ପାଖକୁ, ଗୋଟେ ଆତ୍ମଘୋଷିତ ଭଗବାନଙ୍କ ନିକଟକୁ ଗଲା। ସେଠି ସେ କ'ଣ ଦେଖିବ? ପ୍ରଥମ କିଛିଟା ଚମକ ଦେଖିବ, ବେଶଭୂଷା ଭିନ୍ନ ଟାଇପ୍ର, ଏବଂ ସ୍ତମ୍ଭୀଭୂତ ହେବ। ମନେ ମନେ ଭାବି ନେବ ଯେ ଇଏ ବହୁତ ବଡ଼ ଜଣେ ସାଧକ। କିନ୍ତୁ ଏଇଟା ଆରମ୍ଭରୁ ସେ ହାଇ ଗ୍ରେଡ୍ର ଗୋଟେ ଚମକଟେ ସେ ଦେଖିଲା। ରେଗୁଲାର ସେଇ ସବୁ ଚମକ ଦେଖେଇବା ସମ୍ଭବ ନୁହେଁ। ଶେଷରେ ଦେଖିଲା ଯାହାକୁ ସେ ମନେ ମନେ ଭଗବାନ ବୋଲି ଭାବୁଥିଲା, ସିଏ ଅର୍ଥ, ନାରୀ, এইଭଳି କିଛି ଘଟଣାରେ ପେଶୀ ହେଇକି ବାବା ଜେଲ ଦଣ୍ଡ ଭୋଗୁଛନ୍ତି। ଭକ୍ତମାନେ ଉତ୍ତ୍ୟକ୍ତ ହେଇକି ତାଙ୍କ ଆଶ୍ରମକୁ ଭଙ୍ଗାତୁଟା କରିଛନ୍ତି। ଏ ହେଉଛି ସେ ଦେଖିବ। ଠାକୁରଙ୍କ ପାଖରେ ଆସିକି କ'ଣ ଦେଖିଲା? ଠାକୁର କୌଣସି ମିରାକିଲ୍ ଦେଖାନ୍ତି ନାହିଁ। ତାଙ୍କ ପାଖକୁ ଯିଏ ଆସିଲା ସେ ସହଜ ଭାବରେ କହନ୍ତି, ଖାଇଚୁନାରେ, ପିଇଚୁନାରେ, ମୁହଁଟା କାହିଁକି ଶୁଖିଯାଇଛି, ଯା ଦିଟା କ'ଣ ଖାଇକି ଉପର ବେଳୁ ଆସିବୁ, ଘରେ ସମସ୍ତେ ଭଲ ଅଛନ୍ତି ନା ନାହିଁ, এইসବୁ କଥା। ତ ଯେଉଁ ଲୋକଟା ଠାକୁରଙ୍କୁ ପ୍ରଥମ ଦେଖିଲା, ତା ମନ ଭିତରେ ସେମିତି ବଡ଼ କିଛି ଆସିଲାନି, କିନ୍ତୁ ଭାବିଲା ଯେ ଇଏ ଜଣେ ଭଲ ଲୋକ। ଏଇ ଟିକିଏ ଭଲ ଲାଗିଥିବା କାରଣରୁ ସିଏ ହୁଏତ ବାରମ୍ବାର ଆସିଲା ଠାକୁରଙ୍କ ପାଖକୁ। ଏମିତି ଗୋଟିଏ ଦିନ ଆସିଲା, ସିଏ ହୁଏତ ଦୀକ୍ଷା ନେଇଗଲା, ସତ୍ସଙ୍ଗ ଆସିଲା, ଆଶ୍ରମ ଗଲା। ଯେମିତି ଯେମିତି ପୁରୁଣା ହେଲା, ସେମିତି ସେମିତି ତାର ଅନୁଭୂତିଟା ବଢ଼ି ବଢ଼ି ଗଲା। ସେ ଭାବିଲା, ଆଙ୍କୁ ଯାହା ପ୍ରଥମରୁ ଦେଖିଥିଲି, ଏ ପ୍ରକୃତରେ ସେଇଆ ନୁହନ୍ତି, ଇଏ ବୋଧେ ଅନନ୍ତ ଅସୀମ
ସେଇଟା ସେ ନିଜେ ଫିଲ୍ କଲା। ଜଣଙ୍କ ପାଖରେ ଆରମ୍ଭରୁ ବହୁତ କିଛି ଦେଖିଦେଇଥିଲା, ଶେଷରେ ଜେଲ ଦଣ୍ଡ ପର୍ଯ୍ୟନ୍ତ ଦେଖିଲା। ଆଉ ଜଣଙ୍କ ପାଖରେ ଆରମ୍ଭରୁ ତ କିଛି ବି ଦେଖିନଥିଲା, କିନ୍ତୁ ତାର ଅନୁଭବ ଅନୁଭୂତି ରେଗୁଲାର ବଢ଼ି ବଢ଼ି ଗଲା। ସେ ନିଜେ ଫିଲ୍ କଲା ଠାକୁର ହେଉଛନ୍ତି ଈଶ୍ୱରଙ୍କର ଅବତାର। ଏଇଟା ସେ ନିଜେ ଫିଲ୍ କଲା, ତାକୁ କହିବାର ପ୍ରয়োଜନ ହେଲା ନାହିଁ। এইটা পণ্ডিত দা সহজ ভাবে বুঝাইলে ঠাকুর পাখু যে আসব আরম্ভর সে কিছু বুঝিপার না, কিন্তু ধীরে ধীরে সে বহুত কিছু বুঝব। কিন্তু সোকল গুরু পাখু যদি কিଏ যায় আরম্ভর তো বহুত কিছু বুঝিযোগ, পরবর্তী কালের সে আসে ଆଉ ଯାହା ଭାବୁଥିଲା ସିଏ ସେୟା ନୁହନ୍ତି ବୋଲି ଏହା ସିଏ ବୁଝିବ। ଏଇଟା ଗୋଟେ କମନ୍ ଡିଫରେନ୍ସ, ଯେଉଁଟାକି ଗୋଟେ ଲୋକ ଦୀକ୍ଷା ନେଇଥାଉ ବା ନ ନେଇଥାଉ ଏଇଟା ସମସ୍ତେ ଦେଖିବେ, ଅନୁଭବ କରିପାରିବେ। ପଣ୍ଡିତଙ୍କର ଆଉ ଗୋଟିଏ କଥା, ପଣ୍ଡିତ ଦା ତାଙ୍କର ପିତା କୃଷ୍ଣ ପ୍ରସନ୍ନ ଭଟ୍ଟାଚାର୍ଯ୍ୟଙ୍କୁ ସବୁବେଳେ ଗୋଟେ କଥା ପଚାରନ୍ତି, ବାପା ଠାକୁର ହେଲେ ପୁରୁଷୋତ୍ତମ ସ୍ୱୟଂ ସମ୍ପୂର୍ଣ୍ଣ ସ୍ୱୟଂଭୂ, ଆପଣ ତାଙ୍କର ଯେତେବେଳେ ଯାଜନ କରିବାକୁ ଯାଉଛନ୍ତି, ତାଙ୍କ କଥା ଯେତେବେଳେ ଅନ୍ୟ ଆଗରେ କହୁଛନ୍ତି, ଆପଣ କାହିଁକି ଏମିତି କହୁଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ଏଇଆ କରିଥିଲେ ସେଇଆ କରିଥିଲେ, ଗୀତାର କେତେଟା ଶ୍ଳୋକ କହିକି ଶେଷରେ ଠାକୁରଙ୍କ କଥା କହୁଛନ୍ତି, ଆପଣ ଡାଇରେକ୍ଟ ଠାକୁରଙ୍କୁ ଭଗବାନ ବୋଲି କାହିଁକି କହୁନାହାନ୍ତି? ଓ ଠାକୁର କ'ଣ ଅନ୍ୟମାନଙ୍କର ହେଲ୍ପ ନେଇକି କ'ଣ ଠାକୁର ପ୍ରତିଷ୍ଠିତ ହେବେ ନା କ'ଣ? ଠାକୁରଙ୍କର କ'ଣ ନିଜସ୍ୱ କିଛି ନାହିଁ? ଅଛି, ତାହେଲେ ଡାଇରେକ୍ଟ କୁହନ୍ତୁ ଠାକୁର ଈଶ୍ୱର ଭଗବାନ। ଆପଣ କାହିଁକି ଗୀତା ଏତେ ଭାଗବତ ଶ୍ଳୋକ ପଢ଼ିକି ଏତେ କଥା କହିକି ଠାକୁରଙ୍କ ପାଖକୁ ଆସୁଛନ୍ତି? ବୈଜ୍ଞାନିକ କୃଷ୍ଣଚନ୍ଦ୍ର ଭଟ୍ଟାଚାର୍ଯ୍ୟ ପଣ୍ଡିତ ଲୋକ, ପୁଅକୁ ଏମିତି ଡାଇରେକ୍ଟ ଉତ୍ତର ନ ଦେଇକି ଦେଓଘର ନେଇଗଲେ ଗୋଟେ ଟାୱାର ପାଖକୁ। ଆପଣ ଜାଣନ୍ତି ଯେଉଁମାନେ ଦେଓଘର ଯାଇଛନ୍ତି, ଲଜରେ ରହିଛନ୍ତି, ସେଠି ଗୋଟେ ଟାୱାର ଅଛି ଦେଓଘର ବଜାରରେ, ତା ନାଁ ହେଉଛି ଦୁଧୱାଲା ଟାୱାର। ସେ ଟାୱାର ଉପରେ ଗୋଟେ ବଡ଼ ଘଣ୍ଟାଟେ ଲାଗିଛି। କେଷ୍ଟଦା ତାଙ୍କ ପୁଅକୁ ନେଇକି ସେ ଟାୱାରର ପୁରା ପାଖରେ ଛିଡ଼ା କରିଦେଲେ, କହିଲେ ତୁ ଅନେଇକି କହ କେଇଟା ବାଜିଛି। ଟାୱାର ପାଖରେ ଜଣେ ଠିଆ ହେଉଛି, ଉପରକୁ ଅନେଇଲା ବେଳକୁ ବେକ ମୋଡ଼ି ଯାଉଛି, ଘଣ୍ଟାରେ ଦେଖା ହଉନି ଟାଇମଟା କେତେ ଝାପ୍ସା ଦେଖା ହଉଛି, ଦେଖା ହଉନି ଏତେ ପାଖରୁ। ଗୋଟେ କାମ କର, ସେ ଟାୱାର ଠାରୁ ଟିକେ ଦୂରକୁ ପଳା, 20 ଫୁଟ ଭଳିଆ ବ୍ୟାକ୍ କରିଯା ପଛକୁ, ସେଠୁ ଯାଇକି ଦେଖେ ଘଣ୍ଟାକୁ। ଟାୱାର ଠାରୁ ଟିକେ ଦୂରରେ ଯାଇକି ଯେତେବେଳେ ଘଣ୍ଟାକୁ ଦେଖିଲେ, ଘଣ୍ଟାଟା ସ୍ପଷ୍ଟ ଭାବରେ ଦେଖାଗଲା। ଏବେ ଦେଖାହେଉଛି ନା? ଆଜ୍ଞା ହଁ ଦେଖାହେଉଛି। ତାହେଲେ ଏଇ ଜିନିଷଟା ଟାୱାରର ଏକଦମ ପାଖରେ ଛିଡ଼ା ହେଲେ ଯେମିତି ଘଣ୍ଟା ଝାପ୍ସା ଦେଖାହେଉଛି, ଟିକେ ଦୂରରେ ଠିଆ ହେଲେ ଘଣ୍ଟା ଯେମିତି କ୍ଲିଅର ଦେଖାହେଉଛି, ସେଇଭଳି ପୁରୁଷୋତ୍ତମ ଏତେ ଆଡଭାନ୍ସ ଯେ ଆମ ଲୋକମାନଙ୍କ ମୁଣ୍ଡରେ ବସିଛି ଯେ ଭଗବାନ ହେଇଥିବେ, ତାଙ୍କର ଲମ୍ବା ଲମ୍ବା ଚୁଟି ଥିବ, ନିଶ ଚଞ୍ଚା ହେଇଥିବେ, ବର୍ଣ୍ଣ ନୀଳ ଥିବ, ମୟୂର ପଙ୍ଖା ମୁଣ୍ଡରେ ଗେଞ୍ଜିଥିବେ, ହାତ ଟେକିଲେ ବିଭୂତି ଝରୁଥିବ, ପଢ଼ି ବି ନାହିଁ ଯିଏ ପାସ୍ କରି ଦେଇପାରୁଥିବ, ଇଏ ଯିଏ କରିପାରୁଥିବ ସିଏ ଭଗବାନ। ଏଇଟା ତା ମୁଣ୍ଡରେ ଅଛି। ଠାକୁର ଯେ କେତେ ଆଡଭାନ୍ସ, ଠାକୁରଙ୍କୁ ଯଦି କହିବ ଇଏ ଭଗବାନ ବୋଲି, ତାଙ୍କ ବେଶଭୂଷା କଥାବାର୍ତ୍ତା କିଛି ଲାଗିବନ୍ତି ନାହିଁ ସେ ଭଗବାନ ବୋଲି, ତା ଲୋକ ବୁଝିପାରିବ ନାହିଁ, ଅଯଥାରେ ବିରୋଧ କରିବ, ଯୁକ୍ତି କରିବ। ସେଥିପାଇଁ ଟିକେ ବ୍ୟାକ୍କୁ ଯାଇକି ଆରମ୍ଭ କରିବାକୁ ପଡ଼େ। ଏଇଟା ବୁଝେଇଥିଲେ ପିତା ପୁତ୍ରଙ୍କୁ, ଏଇଟା ବୁଝେଇଥିଲେ, ସେଇଟା ସହଜ ଭାବରେ ବୁଝିଥିଲେ। ଯୋଉଟାକି ଆଉ ଗୋଟେ କଥା ତାଙ୍କର ମନେ ପଡ଼ୁଛି, କେଷ୍ଟଦାଙ୍କ ଘରକୁ, ପଣ୍ଡିତ ଦାଙ୍କ ଘରକୁ ବହୁତ ଗୁଡ଼େ କୁଣିଆ ଆସିଲେ। ତାଙ୍କର ପତ୍ନୀ ଚା କରିକି ଦେଲେ। ଚା ଯେତେବେଳେ ପିଉଛନ୍ତି କୁଣିଆ ମାନେ,